ଯଦି ଦୁଇ ହାତର ପାପୁଲିକୁ ଯୋଡ଼ିଲେ ହୃଦୟ ରେଖା ଦୁଇଟି ମିଶି ଗୋଟିଏ ଗୋଲାକାର ଅର୍ଦ୍ଧ ଚନ୍ଦ୍ରମା ହେଉଥାଏ, ତେବେ ଏହା ବଡ ଆଶ୍ଚର୍ଯ୍ୟର କଥା। କାରଣ ସମ୍ପୂର୍ଣ୍ଣ ଭାବରେ ଗୋଲାକାର ଅର୍ଦ୍ଧ ଚନ୍ଦ୍ରମା କମ୍ ଲୋକଙ୍କର ହାତରେ ଥାଏ, ସମସ୍ତଙ୍କ ହାତରେ ନଥାଏ। ସେଥିପାଇଁ ଏହି ଚନ୍ଦ୍ରମା କିଛି ଖାସ୍ ଅଟେ, ସାମାନ୍ୟ ନୁହେଁ। ଏଭଳି ଚନ୍ଦ୍ରମା ହେଲେ ଆମକୁ କେଉଁ ଶୁଭ ଫଳ ମିଳିଥାଏ ଏବଂ ଏହାର କାରଣ କଣ, ଆସନ୍ତୁ ଜାଣିବା। ଯଦି କେଉଁ ବ୍ୟକ୍ତି ହାତରେ ହୃଦୟ ରେଖା ଦୁଇଟି ମିଶି ଯାଇ ଅଳ୍ପ ଗୋଲାକାର ବା ଅର୍ଦ୍ଧ ଚନ୍ଦ୍ରମା ହେଉଥିବ, ତେବେ ଜାଣିବେ ସେହି ବ୍ୟକ୍ତିଙ୍କର ସ୍ୱଭାବ ବହୁତ ରାଗି ଆଉ କ୍ରୂର ଅଟେ। ମଧ୍ୟମ ଧରଣର ଗୋଲାକାର ଚନ୍ଦ୍ରମା ଯେଉଁ ବ୍ୟକ୍ତିଙ୍କ ହାତରେ ଥାଏ, ସେହି ବ୍ୟକ୍ତିଙ୍କ କଥାବାର୍ତ୍ତା ଓ ଚାଲିଚଳନ ଠିକଠାକ ଥାଏ। ସେ ଏତେ କ୍ରୂର କି ରାଗି ହୋଇନଥାନ୍ତି। ଯେଉଁ ବ୍ୟକ୍ତିଙ୍କ ହାତରେ ଦୁଇଟି ହୃଦୟ ରେଖା ପୁରା ଗୋଲାକାର ଅର୍ଦ୍ଧ ଚନ୍ଦ୍ରମା ହୋଇଥାଏ, ସେହି ବ୍ୟକ୍ତି ସବୁଠାରୁ ସୁନ୍ଦର ଓ ଭଲ ସ୍ୱଭାବର ମଣିଷ ହୋଇଥାନ୍ତି। ତାଙ୍କଠାରେ ଭଲ ଗୁଣ ଭରିକି ଥାଏ। ଯଦି ଅର୍ଦ୍ଧ ଚନ୍ଦ୍ରମା ପୁରା ଗୋଲାକାର ଭାବରେ ହେଉଛି, ତେବେ ସେହି ବ୍ୟକ୍ତି ସଫା ହୃଦୟର ଲୋକ ହୋଇଥାନ୍ତି। ତାଙ୍କ ମନରେ କୌଣସି ବି କପଟ ଛଳ ନଥାଏ, ଆଉ ସେହି ଲୋକ ସବୁବେଳେ ଖୁସିରେ ଥାନ୍ତି। ଏହି ଲୋକ ଯାହାକୁ ଭଲ ପାଆନ୍ତି, ସେ ମା ବାପା ହେଉ କି ସ୍ତ୍ରୀ, ତାଙ୍କୁ ବହୁତ ଇଜ୍ଜତର ସହିତ ଭଲ ପାଆନ୍ତି। ଏଇଭଳି ଲୋକ ଖରାପ ସମୟରେ ସବୁ ଲୋକଙ୍କର ସାଥିରେ ଛିଡା ହୁଅନ୍ତି। ଏହି ଲୋକ ଯେତେ ବି ଦୁଃଖରେ ଥିଲେ କେବେ ଭାଙ୍ଗି ପଡନ୍ତି ନାହିଁ। ଏହି ବ୍ୟକ୍ତି ବହୁତ ଆଶାବାଦୀ ହୋଇଥାନ୍ତି। ଏହି ବ୍ୟକ୍ତି ଭଲ ଗୁଣର ଅଧିକାରୀ ହୋଇଥିବା କାରଣରୁ ସେଥିପାଇଁ ଜୀବନରେ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି। ଏହି ବ୍ୟକ୍ତି ବହୁତ ଧନୀ ହୋଇଥାନ୍ତି ମଧ୍ୟ। ଏହି ବ୍ୟକ୍ତିଙ୍କୁ ସବୁ ଜାଗାରେ ସମ୍ମାନ ମିଳିଥାଏ। ଯାହା ହାତରେ ପୁରା ଗୋଲାକାର ଅର୍ଦ୍ଧ ଚନ୍ଦ୍ରମା ହେଉଥାଏ, ସେ ସବୁଠାରୁ ସୁନ୍ଦରୀ ସ୍ତ୍ରୀ ମଧ୍ୟ ପାଇଥାନ୍ତି।